नमस्कार बंधुगण आपण समस्त को टीबीसी ओडिया चैनल रे स्वागत बंधुगण एही वीडियो रे मु आपण माननकु एमिति एक गछ विषय कहबी जो गछर मात्र खंडिए चेर जदि आपण माने पाखरे रखिबे ताले जे कौनसी व्यक्ति जे कौनसी झियो जे कौनसी लोकन को आपण चाहूछंती से आपण को भल पाऊ बोली किंतु से आपण को घृणा करूछि आपण को इग्नोर करूछि आपणକୁ ଧରା ଛୁଆଁ ଦେଉନାହିଁ କିମ୍ବା ଆପଣଙ୍କୁ ଦେଖିଲେ ମଧ୍ୟ ନ ଦେଖିଲା ଭଳି ଯେଉଁଟାକି କରୁଛି ବା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ସେ ଚାହୁଁନାହିଁ ତାହେଲେ ଏହି ଚେରଟିକୁ ଯଦି ଆପଣମାନେ ପାଖରେ ରଖିବେ ତାହେଲେ ସେ ଝିଅଟି ହେଉ କିମ୍ବା ସେ ପୁଅଟି ହେଉ କିମ୍ବା ସେ ଝିଅ ହେଉ କିମ୍ବା ନାରୀ ହେଉ କିମ୍ବା ଯେକୌଣସି ଲୋକ ହେଉନା କାହିଁକି କିମ୍ବା ସ୍ତ୍ରୀ ହେଉନା କାହିଁକି ସେ ଆପଣଙ୍କଠାରେ ନିଶ୍ଚିନ୍ତ ଭାବରେ ମୋହିନୀ ହେବ। ଯଦି ଆପଣ କୌଣସି ଝିଅଟିକୁ ଅନେକ ଦିନ ଧରି ଭଲ ପାଉଛନ୍ତି ୱାନ୍ ସାଇଡ୍ କିମ୍ବା ଗୋଟିଏ ପୁଅଟିକୁ ଚାହୁଁଛନ୍ତି କିନ୍ତୁ ସେ ଆପଣଙ୍କୁ ଭଲ ପାଇବା ପାଇଁ ମନା କରୁଛି କିମ୍ବା କୌଣସି ଝିଅଟିକୁ ଭଲ ପାଉଛନ୍ତି କିନ୍ତୁ ଆପଣ କହିଲା ପରେ ବି ସେ ମନା କରିଦେଉଛି କିମ୍ବା ଆପଣ କୌଣସି ନାରୀଟିକୁ ଚାହୁଁଛନ୍ତି ଯେମିତିକି କୌଣସି ସ୍ତ୍ରୀଟିକୁ ଭଲ ପାଉଛନ୍ତି କିମ୍ବା ପଡ଼ୋଶୀ ଭାଉଜକୁ ଚାହୁଁଛନ୍ତି କିମ୍ବା ଆପଣଙ୍କର ଯେକୌଣସି ଲୋକଙ୍କୁ ଚାହୁଁଛନ୍ତି ନିଜ ଆଡ଼କୁ ମୋହିନୀ କରିବା ପାଇଁ ଆପଣଙ୍କୁ ଭଲ ପାଉ ବୋଲି ଚାହୁଁଛନ୍ତି ତାହେଲେ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଭିଡ଼ିଓରେ ଗୋଟିଏ ଚମତ୍କାରୀ ଗଛ ଦେଖାଉଛି। ଏହି ଚମତ୍କାରୀ ଗଛର ଚେରଟିକୁ କେଉଁ ସମୟରେ ଆଣିବେ, କେଉଁ ଦିନ ଆଣିବେ, କେମିତି ଆଣିବେ, କ'ଣ ସବୁ ସମୟ ରହୁଛି, କ'ଣ ସବୁ ତିଥି ନକ୍ଷତ୍ର ରହୁଛି, ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣେଇବି। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ଜଣେଇ ଦେଉଛି ସେଇ ଗଛ ବିଷୟରେ, ଗଛଟିକୁ କେମିତି ଆଣିବେ, ସବୁକିଛି ବିଧିବିଧାନ୍ତି। କିନ୍ତୁ ତାହାରି ପୂର୍ବରୁ ଆପଣମାନେ ଚ୍ୟାନେଲଟିକୁ ନୂଆ ଦେଖୁଛନ୍ତି କିମ୍ବା ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଏହି ଚ୍ୟାନେଲରେ ଯେତେ ମଧ୍ୟ ନୂଆ ଭିଡ଼ିଓ ଆସିବ ଆପଣଙ୍କୁ ଭିଡ଼ିଓର ନୋଟିଫିକେସନ୍ ଶୀଘ୍ର ହିଁ ପହଞ୍ଚି ପାରିବ। ଭିଡ଼ିଓଟିକୁ ଆଗକୁ ବଢ଼ାଇବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ସୂଚନା ଦେବା ପାଇଁ ଚାହିଁବି। ଯଦି ଆପଣମାନେ ତନ୍ତ୍ର ମନ୍ତ୍ର ଯନ୍ତ୍ର ନିଜେ ପ୍ରୟୋଗ କରି କରି ହାରିସାରିଛନ୍ତି କିନ୍ତୁ ଆପଣଙ୍କର ବିଶ୍ୱାସ ଶ୍ରଦ୍ଧା ଥିଲେ ମଧ୍ୟ ବିଧିବିଧାନ ଅନୁସାରେ ସଠିକ୍ ସମୟରେ ସଠିକ୍ ନୀତି ନିୟମ ଅନୁସାରେ ଆପଣ ଯଦି କରିପାରୁନାହାନ୍ତି ତାହେଲେ ଆପଣ ଚିନ୍ତା କରନ୍ତୁ ନାହିଁ। ଆମେ ତିଆରି କରୁଛୁ 108 ପ୍ରକାର ଚେରିମୂଳିକୁ ନେଇକି ତାବିଜ। ଏହି ତାବିଜଟି ଅନେକ ପ୍ରକାର ଚେରିମୂଳିକୁ ପୂଜା ବିଧି କରିକି ବିଧିବିଧାନ ଅନୁସାରେ ନୀତି ନିୟମ ଅନୁସାରେ ପୂଜାବିଧି ସିଦ୍ଧି କରିକି ଦିଆଯାଉଛି। ଏହି ତାବିଜ ପିନ୍ଧିବା ଦ୍ୱାରା ଆପଣଙ୍କର ସମସ୍ତ କ୍ଷେତ୍ରରେ ଆସିବ। ଏହି ତାବିଜ ଯଦି ଆପଣ ପିନ୍ଧିବେ ଆପଣଙ୍କଠାରେ ସମସ୍ତେ ବଶୀକରଣ ହେବେ, ସମସ୍ତେ ମୋହିନୀ ହେବେ, ଆପଣଙ୍କର ଯାହା କାମଧନ୍ଦା ଚାଲୁନାହିଁ କାମଧନ୍ଦା ଚାଲିବ, ବେପାର ବଣିଜ ଚାଲୁନାହିଁ ବେପାର ବଣିଜ ଚାଲିବ, ଶତ୍ରୁ ସମସ୍ୟା ଠାରୁ ମୁକ୍ତି ପାଇପାରିବେ, ଆପଣଙ୍କର ଗ୍ରହ ସମସ୍ୟା ଦୂର ହେବ, ବିବାହ ସମସ୍ୟା ଦୂର ହେବ, ସ୍ୱାମୀ ସ୍ତ୍ରୀ ଭିତରେ କଳି ଝଗଡ଼ା ହେଉଛି ସବୁବେଳେ ସେ ସମସ୍ୟା ବି ଦୂର ହେବ। ଯଦି ପ୍ରେମ ସମସ୍ୟା ଅଛି, ସ୍ତ୍ରୀ ଯଦି ଆପଣଙ୍କର ସେ ଝିଅଟି ଛାଡ଼ିକି ଚାଲିଯାଇଛି କିମ୍ବା ପୁଅଟି ଛାଡ଼ିକି ଚାଲିଯାଇଛି ସେଇ ସମସ୍ୟା ବି ଦୂର ହେବ। କହିବାକୁ ଗଲେ ଆପଣଙ୍କର ସମସ୍ତ ସମସ୍ୟା ପାଇଁ ଆମେ ତାବିଜ ଦେଉଛୁ। ଯଦି ଆପଣଙ୍କର କୌଣସି ପ୍ରକାର ତାବିଜ ଦରକାର ଅଛି ତାହେଲେ ଆପଣମାନେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରନ୍ତୁ। ଏହି ନମ୍ବରରେ ଆପଣଙ୍କର ଡିଟେଲ୍ସ ପଠାନ୍ତୁ, ଆଡ୍ରେସ୍ ପଠାନ୍ତୁ, ଆପଣଙ୍କର ସମସ୍ୟା ଜଣାନ୍ତୁ, କେତେ ଟଙ୍କା କ'ଣ ଖର୍ଚ୍ଚ ହେବ ତାହା ଆମେ ଜଣାଇଦେବୁ। ପଇସା ପଠାଇଲା ପରେ ଆପଣଙ୍କୁ ପାର୍ସଲ ବା ପୋଷ୍ଟାଲରେ ପଠାଇଦେବୁ ବାଇ ପୋଷ୍ଟରେ, ଯାହା କେବଳ 5ରୁ 6 ଦିନ ଭିତରେ ମିଳିବ। ଯଦି ଆପଣଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଚାହାନ୍ତି ତାହେଲେ ଆମକୁ ଯୋଗାଯୋଗ କରିପାରିବେ। ତ ବର୍ତ୍ତମାନ ଚାଲନ୍ତୁ ମୁଁ ସେଇ ଚମତ୍କାରୀ ଗଛ ବିଷୟରେ କହୁଛି। ଆପଣଙ୍କ ମୋବାଇଲ ସାମ୍ନାରେ ଯେଉଁ ଗଛଟି ଦେଖୁଛନ୍ତି ଏହି ଗଛର ନାମ ହେଉଛି ବଣ ତୁଳସୀ। ଏହି ବଣ ତୁଳସୀ ଆପଣମାନେ ବଣରେ ବିଲରେ ଦେଖିବାକୁ ପାଇବେ। ଆପଣ କରିବେ କ'ଣ, ଯେକୌଣସି ପୁଷ୍ୟା ନକ୍ଷତ୍ର ରବିବାର, ବୁଝିଲେ, ପୁଷ୍ୟା ନକ୍ଷତ୍ର ରବିବାର ଦିନ ଏହି ଗଛର ମୂଳ ପାଖରେ ପୂଜାବିଧି କରିବେ ସକାଳୁ, ବୁଝିଲେ। ବିଧିବିଧାନ ଅନୁସାରେ ସ୍ନାନ କରିବେ, ଶୁଦ୍ଧ ବସ୍ତ୍ର ଧାରଣ କରିବେ, କିଛି ଅରୁଆ ଚାଉଳ, କିଛି ସିନ୍ଦୁର, ତା ସହିତ ଆପଣ କିଛି ପଞ୍ଚାମୃତ ବା କ୍ଷୀର ନେବେ, ଗଙ୍ଗା ଜଳ ନେବେ ଏବଂ ହଳଦୀ ଗୁଣ୍ଡ, ପାନପତ୍ର, ଗୁଆ ଏସବୁ ନେଇକି ସେଇ ଗଛ ମୂଳ ପାଖରେ ପୂଜାବିଧି ନିମନ୍ତ୍ରଣ କରିବେ, ଗୁଆ ନିମନ୍ତ୍ରଣ ଦେବେ, ବୁଝିଲେ। ତାହାପରେ ଆପଣ ସେଥିରେ ହଳଦିଆ ସୂତା ନେଇଥିବେ, ହଳଦିଆ ସୂତା 7 ଥର ଗୋଡ଼େଇ ଦେବେ ସେଇ ଗଛରେ। ତାହାପରେ ନମସ୍କାର କରିବେ ଏବଂ ସେଇ ଝିଅର ନାଁଟିକୁ କହିବେ ବା ଯାହାକୁ ଚାହୁଁଛନ୍ତି ନିଜ ଆଡ଼କୁ ମୋହିନୀ କରିବା ପାଇଁ ତାହାର ନାଁ ଆପଣ କହିବେ ଏବଂ ସେଇ ଗଛର ଚେରଟିକୁ ଯେଉଁଟାକି ପୂଜାବିଧି କରିକି ଘରକୁ ଚାଲି ଆସିବେ କହିବେ ଏବଂ ନାଁଟିକୁ କହିବେ, ଘରକୁ ଚାଲି ଆସିବେ। ତାହାପରେ ସନ୍ଧ୍ୟାରେ କ'ଣ କରିବେ, ସେଇ ଗଛର ଚେରଟିକୁ ଓପାଡ଼ିକି ନେଇ ଆସିବେ, ବୁଝିଲେ।
ତାହାପରେ ସେଇ ଚେରଟିକୁ ନିଜ ପାଖରେ ରଖିବେ। ପକେଟରେ ରଖନ୍ତୁ, ପର୍ସରେ ରଖନ୍ତୁ, ନଚେତ୍ ଗୋଟିଏ ତାବିଜରେ ପୂରେଇକି ରଖନ୍ତୁ। ସେ ତାବିଜଟାକୁ ପିନ୍ଧିବେ, ନଚେତ୍ ଚେରଟିକୁ ପାଖରେ ରଖିବେ ଏବଂ ତାହାରି ସାମ୍ନାକୁ ଚାଲିଯିବେ। ସାମ୍ନାକୁ ଚାଲିଗଲା ପରେ ଯଦି ସେ ଆପଣଙ୍କୁ ଥରେ ମାତ୍ର ଦେଖିଦେବ, ତାହେଲେ ଆପଣଙ୍କଠାରେ ମୋହିନୀ ହେବ। ଆପଣଙ୍କ ପାଇଁ ସେ ପାଗଳ ପରିକା ହେବ। ଆପଣ ଯାହା କହିବେ ସେ ମାନିବାକୁ ଲାଗିବ। ଆପଣଙ୍କ ଛଡ଼ା ସେ କାହାକୁ ହେଲେ ଚାହିଁବ ନାହିଁ। ସମ୍ପୂର୍ଣ୍ଣ ଭାବରେ ଆପଣଙ୍କଠାରେ ମୋହିନୀ ହେବାକୁ ଲାଗିବ। ଯଦି ଆପଣଙ୍କର ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଉପରେ ବିଶ୍ୱାସ, ଶ୍ରଦ୍ଧା ଅଛି, ତାହେଲେ ଆପଣ କରନ୍ତୁ। ଏହି ପ୍ରୟୋଗଟି କାକଚଣ୍ଡୀଶ୍ୱର କଳ୍ପତନ୍ତ୍ରରେ ଲେଖା ଅଛି, ଯାହା ତନ୍ତ୍ରଶାସ୍ତ୍ରରେ ଲେଖା ଅଛି। ମୁଁ ଆପଣମାନଙ୍କୁ ଜଣାଉଛି। ଯଦି ଆପଣଙ୍କର ବିଶ୍ୱାସ ପାଉଛି, ବିଶ୍ୱାସ ଲାଗୁଛି, ତାହେଲେ କରିବେ, ନଚେତ୍ କରିବେ ନାହିଁ।